ପାଲଲହଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖମୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଶଙ୍ଖମୁର ଗ୍ରାମଠାରେ ଆଜି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ ହୋଇଥିଲା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ପରିବେଶକୁ ସୁରକ୍ଷା ଦେଇ ଗଛଟିଏ ଲଗାଇବା। ମାଟିଏ ଯେମିତି ନିଜର ପିଲାକୁ ଯତ୍ନର ସହିତ ଲାଳନ ପାଳନ କରିଥାଏ, ଆମେ ଯଦି ସେହିପରି ମାଙ୍କ ହାତରେ ଗଛଟିଏ ଲଗାଇବା, ଠିକ୍ ସେହିଭଳି ସେ ନିଜେ ତା ଗଛକୁ ଲାଳନ ପାଳନ କରିବ ଓ ବଞ୍ଚିବାକୁ ଦେବ। ଏ କାର୍ଯ୍ୟକ୍ରମ କରିବାର କାରଣ ହେଉଛି ବର୍ତ୍ତମାନ ସମୟରେ ସବୁଆଡ଼େ ଯେଉଁ ପରିମାଣରେ ବୃଦ୍ଧି ହୋଇ କଳକାରଖାନା ଗଢ଼ି ଉଠୁଛି, ପରିବେଶ ମଧ୍ୟରେ ଥିବା ଗଛକୁ କାଟିକି କଳକାରଖାନା ନିର୍ମାଣ କରାଯାଉଛି। ତେଣୁ ମଣିଷ ବଞ୍ଚିବାକୁ ହେଲେ ଅମ୍ଳଜାନ ନିହାତି ଆବଶ୍ୟକ। ତେଣୁ ଅମ୍ଳଜାନ କେଉଁଠୁ ଆସିବ? ସଂସାରରେ ଗଛ କାଟିଦେବା ଅମ୍ଳଜାନ ମିଳିବ ନାହିଁ। ତେଣୁ ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ହେଉଛି ଅମ୍ଳଜାନର ଅଭାବ ନ ହେଉ। ତେଣୁ ଜନସାଧାରଣମାନେ ଅମ୍ଳଜାନ ବିନା ନ ମରନ୍ତୁ। ପ୍ରତି ଗାଁରେ ଏହିଭଳି ପ୍ରତ୍ୟେକ ମା ମାନଙ୍କ ମାଧ୍ୟମରେ ଗଛ ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଏହି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ଶଙ୍ଖମୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର ଦେହୁରୀ ଓ ସମିତି ସଭ୍ୟ ଲଳିତ ମୋହନ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଅନୁଗୁଳ ଖମାରୁ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।